जय जगन्नाथ। मो ना कैलाश चंद्र महापात्र। गाँ हूँ इंजनपुर बालुगाँ गोविंदनगर। कौन रही अनुभूति आपणकर? अनुभूति आज्ञा मो फैमिली लेके आसलु आम शाड़ी मिसेस पिला धरिकी आसली 4 मास तले सबू आनंद बजार सब बुलाबुली कली। आनंद बजार देखिली खीरा माटी पात्र खीरा सब बिक्री होची किंतु पचारि बहुत अधिक रेट सकाशे मुझे किणी पार्लुनि पिला धरिकी आसली। ସେଇଟା ମୋ ମନରେ ଗୋଟେ ଆକାଂକ୍ଷା ଥିଲା। ମୁଁ ତାପରେ 15-20 ଦିନ ପରେ ମୁଁ ଶୋଇଛି। ସକାଳ ଠିକ୍ 4ଟା 4:30 ହେବ ମୁଁ ସ୍ୱପ୍ନ ଦେଖିଲି 2 ଜଣ ବୋଲେରୋ ଗାଡ଼ିରେ ମାନେ ହାଇଟ୍ ବୋଲେ ମୋଠୁ ଆହୁରି 2 ଫୁଟ ଉଚ୍ଚା ହେବେ ମୋଟା ମୋଟା ଗୋରା ଲୋକ 2 ଜଣ। ଜଣେ ହଳଦିଆ ବସ୍ତ୍ର ପିନ୍ଧିଛନ୍ତି, ଜଣେ କୃଷ୍ଣ କଲର ବସ୍ତ୍ର ପିନ୍ଧିଛନ୍ତି। ସେ ବୋଲେରୋରୁ ସିଧା ଓହ୍ଲେଇଲେ ଆମ ଦୁଆରେ। ମୁଁ ସକାଳୁ ବସିଛି ଦୁଆରେ ଓହ୍ଲେଇଲେ ଗୋଟେ ମାଟି ପାତ୍ରରେ ଗୋଟେ ହାଣ୍ଡିଟେ ହେବ ମୋତେ ଦେଉଛନ୍ତି କ୍ଷୀରା। କହିଦେ ନେ ତୁ ଏତିକ ଖାଇଦେ। ମୁଁ ତାଙ୍କୁ ଏମିତି ଉପରକୁ ଅନେଇକି ଦେଖୁଛି। ମାନେ ମୁଁ କହିଲି ଆପଣ କିଏ, କେଉଁଠୁ ଆସିଛନ୍ତି? ନା ଆମେ ଏମିତି ବୁଲି ବୁଲି ଦେଇକି ଯାଉଛୁ, ପୁରୀରୁ ଆସିଛୁ, ବୁଲି ବୁଲି ଦେଇକି ଯାଉଛୁ। ମୁଁ ଆଜ୍ଞା ସେତିକ ଖାଇଲି। ତାଙ୍କୁ ଟିକେ ଘରକୁ ମଧ୍ୟ ଡାକି ପାରିଲିନି ମୋ ଅଧମ, ତାଙ୍କୁ ଜାଣିପାରିଲିନି। ମୁଁ ପଛରେ ମୋ ମିସେସ୍କୁ ଯେତେବେଳେ କହିଲେ କେଡ଼େ ବଡ଼ ଭୁଲ କରିଦେଲ, ପ୍ରଭୁ ଆସିଲେ ତାଙ୍କୁ ଘରକୁ ଟିକେ ଡାକିଲେନି କି ଦୁଆରେ ଟିକେ ବସେଇଲନି। ମୁଁ ସେଇଦିନଠୁ ଅନୁଭବ କରୁଥିଲି କେଉଁଦିନ କହିବି ଟିକେ ନାକୁ ପ୍ରଭୁ ମୋ କଥା ଟିକେ ଶୁଣିବେ ସମସ୍ତେ, ଜଣେ ସମସ୍ତେ। ଆଉ ଥରେ ଏମିତି ପିଲାଦିନେ ଆସିଥିଲି, ମା ପିଲାଦିନେ ସେମିତି ଆସିଥିଲି ଭାଇର ଚୁଟି ପକାଇବା ପାଇଁ। ମା ଥିଲେ ଆଇ ଥିଲେ। ମା କ'ଣ କଲେ, ଆଇ ମା ମୋତେ ଛାଡ଼ିଦେଲେ, ଘରେ ଶୁଆଇଦେଲେ। ଆମର ଗୋଟେ ପିଇସି ଘର ଥିଲା, ତାଙ୍କ ଘରେ ଶୁଆଇକି ସିଏ ପଳେଇ ଆସିଛନ୍ତି ବଡ଼ ଦେଉଳକୁ। ମୁଁ ସେତେବେଳେ ଟିକେ ନାକୁ ରାଗିଥିଲି। ଉଠିକି କାନ୍ଦିକି ସେଥିରୁ କହିଲି, ମୁଁ ପିଇସିକି ଆମର କହିଲି ଆମ ବୋଉ କାହିଁ। ଆଉ ସେତେବେଳେ ବୋଉ ପଳେଇ ଆସିଛି। ଯେତେବେଳେ ମୁଁ ଆଉ ପିଇସି ମୋତେ ଯେତେ ଭିଡ଼ିଲେ ମଧ୍ୟ ମୁଁ ରହିପାରିଲିନି। କାନ୍ଦି କାନ୍ଦି ପଳେଇ ଆସିଲି ବଡ଼ ଦେଉଳ ନାଁ କହିଥିଲେ ତ ବଡ଼ ଦେଉଳକୁ ପଳେଇ ଆସିଲି। ଆସିବା ପରେ ବଡ଼ ଦେଉଳରେ କାନ୍ଦି କାନ୍ଦି ସବୁଆଡ଼େ ବୁଲିଲି। ଯେଉଁଠି ସେତେବେଳେ ଟିକେଟ୍ ଥିଲା ନବକୁଞ୍ଜର ଦେଖିବା ପାଇଁ, ସେମାନେ ସବୁ ଟିକେଟ୍ ଥିଲା। ସେ ଟିକେଟ୍ ଜିନିଷ ଦେଖିନି, ଆଉ ସବୁ ଜିନିଷ ଦେଖି ସାରିଲା ପରେ ବଡ଼ ଦେଉଳରୁ କାନ୍ଦି କାନ୍ଦି ବାହାରୁଛି। ଭଗବାନଙ୍କର କି ଚମତ୍କାର, ଗୋଟେ 20 ଟଙ୍କା ନୋଟ ମୋ ଆଗରେ ଉଡ଼ି ଉଡ଼ି ଯାଉଛି। ଆଗରେ ଉଡ଼ି ଯିବା ପରେ ମୁଁ ଗୋଡ଼େଇଛି, ମୋ ପଛରେ ଜଣେ ବୃଦ୍ଧ ଲୋକ ଗୋଡ଼େଇଛନ୍ତି। ମୁଁ ସେଇଟାକୁ ଧରିଲି। ମୁଁ ପିଲା ଲୋକ ତ, ମାନେ ସେତେବେଳକୁ 6 ବର୍ଷ ହେଇଥିବ, 5-6 ବର୍ଷ ହେଇଥିବ। 20 ଟଙ୍କା ଧରିକି ମୁଁ ଦୌଡ଼ି ଦୌଡ଼ି ପଳେଇଲି। ଯିବା ପରେ ଅଧା ବାଟରେ ହେଇଛି, ବଡ଼ଦାଣ୍ଡର ଅଧା ବାଟରେ ହେଇଛି। ଆଈ ବୋଉ ଭାଇ ସବୁ ଠିଆ ହେଇଛନ୍ତି। ମୁଁ ଯେତେବେଳେ ଦେଖିଦେଲି ମୋତେ ଭାରି ଖୁସି ଲାଗିଲା। ବୋଉ କୁଣ୍ଡେ ଦେଖିଲି। ଆଈ ମୋର କାନ ମୋଡ଼ିକି କହିଲା ଆରେ ତୁ ଏକୁଟିଆ କୁଆଡ଼େ ଯାଇଥିଲୁ? ମୁଁ କହିଲି ବଡ଼ ଦେଉଳ। ନା ବଡ଼ ଦେଉଳ ନା ଆଉ କୁଆଡ଼େ ଯାଇଥିବୁ? ମୋତେ ଯେତେବେଳେ ପଚାରିଲା ମୁଁ ସବୁ କହିଲି ହଁ ବଡ଼ କବାଟ ଲାଗିଛି, ଆଉ ଏମିତି ନବକୁଞ୍ଜର ଦେଖିଲି, ଏମିତି ସବୁ କହିବାରୁ ସେମାନେ ବିଶ୍ୱାସ କଲେ। କହିଲେ ତୁ ସବୁ କଳିଆ, ତୋ ନାଁ କଳିଆ, ତୋ କାମ ମଧ୍ୟ କଳିଆ। कौन समस्त को वार्ता दबाक चाहिए? ବାର୍ତ୍ତା ଆଜ୍ଞା, ଜଗନ୍ନାଥ ହେଉଛନ୍ତି ଏମିତି ଠାକୁର, ସିଏ ତ ଜଗନ୍ନାଥ। ତାପରେ ଆମର ଆସିଥିଲେ ଯୀଶୁ ଆସିଲେ, ଗୌତମ ବୁଦ୍ଧ ଆସିଲେ, ଏମିତି କେତେ ଆସିଛନ୍ତି। ତାପରେ ଆମର ଚୈତନ୍ୟ ଆସିଲେ। ସିଏ ଯେମିତି ଧର୍ମ ଦେଇକି ଯାଇଛନ୍ତି। ଆମର ନମିତା ଅଗ୍ରୱାଲ ହେଉଛନ୍ତି ମା ବାଟମଙ୍ଗଳାଙ୍କର ଗୋଟେ ସାନ ଭଉଣୀ। ବାଟମଙ୍ଗଳା ଯେମିତି ପୁରୀକୁ ଆସିବା ପାଇଁ ତୀର୍ଥଯାତ୍ରୀଙ୍କୁ ବାଟ ଦେଖାନ୍ତି, ଇଏ ସାରା ବିଶ୍ୱ ଘରେ ସମସ୍ତଙ୍କ ଘରେ ପ୍ରାୟ ନମିତା ଅଗ୍ରୱାଲ, ମା ନମିତା ଅଗ୍ରୱାଲ ଏବେ ବର୍ତ୍ତମାନ ଦେଖାଉଛନ୍ତି ଜଗନ୍ନାଥଙ୍କର କାହାଣୀ, ବାର୍ତ୍ତା, ସବୁ ପୁଣ୍ୟ ପର୍ବାଣୀ ସବୁ ଦେଖାଉଛନ୍ତି। ସେଥିପାଇଁ ଲୋକଙ୍କ ମନରେ ଏମିତି ଗୋଟେ ଭାବନା ଆସିଯାଇଛି, ସମସ୍ତଙ୍କ ଘରେ ଜୟ ଜଗନ୍ନାଥ ଟିଭି ଲାଗୁଛି। ଆପଣ ଦେଖନ୍ତି ଜୟ ଜଗନ୍ନାଥ ଟିଭି? ଆଜ୍ଞା ମୁଁ ସକାଳୁ ଉଠିବି, ଆଳତି ଯେଉଁଦିନ ମୁଁ ପ୍ରାୟ ଦିନ ଆଳତି ସେବନ କରିବି। ତାପରେ ଟିଭି ତ ସେମିତି ଲାଗିଥିବ। ମିସେସ୍ 4ଟାରୁ 5ଟାରୁ ଉଠିକି ଟିଭି ଲଗାଇ ଦେଇକି ଫୁଲ ତୋଳିବେ, ଇଏ କରିବେ, ସବୁ କରିବେ। ମୁଁ ଉଠିକି ଆଳତି ନେବି। ଆଉ ଯେଉଁଦିନ ଶୋଇପଡ଼ିଥିବି, ନହେଲେ ଯେମିତି ହେଲେ ଜଗନ୍ନାଥ ଟିଭି ଦେଖିବି, ଦୋକାନକୁ ବାହାରିବି, ପୁଣି ଆସିବି, ଜଗନ୍ନାଥ ଟିଭି ଦେଖିବି, ମୁଣ୍ଡିଆଟେ ମାରିକି ଶୋଇବି। धन्यवाद। जय जगन्नाथ।